महावाचन से परम प्रभु को प्रशंसा करने जीवन रहूंजे परम प्रभु को स्तुति करने महावाचन से परम प्रभु को प्रशंसा करने जीवन रहूंजे परम प्रभु को स्तुति करने राजाहरूमाथि भरोसा नगर मानिसहरूमाथि पनि राजाहरूमाथि भरोसा नगर मानिसहरूमाथि पनि जसको श्वास निस्किहाल्छ माटोमै मिलिहाल्छ माटोमा मिलिहाल्दछ महावाचुन्जेल परम प्रभुको प्रशंसा गर्नेछु जीवन रहूंजेल परम प्रभुको स्तुति गर्नेछु। समस्तको प्रभु जीशुख्रीष्टଙ୍କର मधुमय नामରେ आंतरिक नमस्कार। ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଉଚ୍ଚ ଶିକ୍ଷିତ ଲୋକମାନଙ୍କର ପାଖରେ ଯେତିକି ଜ୍ଞାନ ଅଛି ଆଉ ଯେଉଁଟାକି ବିରୋଧୀମାନଙ୍କ ପାଖରେ ନାହିଁ। ଆଉ ବିରୋଧୀମାନେ ସବୁବେଳେ ଆରୋପ ଲଗାନ୍ତି ଯେ ତୁମେ ଧର୍ମ ପରିବର୍ତ୍ତନ କରାଇ ଦେଉଛ, କିନ୍ତୁ ଏମାନଙ୍କୁ ଜଣା ନାହିଁ, ବହୁତ କିଛି କଥା ଏମାନଙ୍କୁ ଜଣା ନାହିଁ। ଏମାନେ କେବଳ ଭାବନ୍ତି ଯେ ଛୋଟ ଜାତିର ଲୋକମାନେ ସେମାନେ ଯୀଶୁଙ୍କ ପାଖକୁ ଆସନ୍ତି, ଛୋଟ ଜାତିର ଲୋକମାନେ ଖ୍ରୀଷ୍ଟିଆନ ହୁଅନ୍ତି। କିନ୍ତୁ ଆଜିର ଭିଡ଼ିଓରେ ଆମ୍ଭେମାନେ ଦେଖିଲୁ ଜଣେ ପୋଲିସ ଅଫିସର ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆରାଧନା କରୁଛନ୍ତି। ଏତେ ବଡ଼ ପୋଲିସ ଅଫିସର ଯାହାଙ୍କ ପାଖରେ ପଇସାର ବି ଅଭାବ ନାହିଁ, କାରଣ ପୋଲିସ ଡିପାର୍ଟମେଣ୍ଟରେ ଦରମା ବି ଭଲ ମିଳେ। ଆଉ ଏଠି ଦେଖନ୍ତୁ ପୋଲିସ ଡିପାର୍ଟମେଣ୍ଟରେ ଭଲ ଦରମା ମିଳେ, ଆଉ ତଥାପି ଜଣେ ପୋଲିସ ଅଫିସର ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସେ ଜାଣିଛନ୍ତି। ହଁ ପ୍ରିୟ ବନ୍ଧୁଗଣ, ବିରୋଧୀମାନେ ଯେଉଁଟା ଭାବନ୍ତି ଯେ ଛୋଟ ଜାତିର ଲୋକମାନେ ଖ୍ରୀଷ୍ଟିଆନ ହେଇଯାଉଛନ୍ତି ଆଉ ବଡ଼ ବଡ଼ ଲୋକମାନେ ସେମାନେ ତ ସନାତନ ଧର୍ମରେ ଅଛନ୍ତି, ସେମାନେ କେବେ ବି ସନାତନ ଧର୍ମକୁ ଛାଡ଼ିବେ ନାହିଁ। କିନ୍ତୁ ଏଠି ଆମେ ଦେଖିଲୁ ଜଣେ ପୋଲିସ ଅଫିସର ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିକି ଆଉ ତାହାଙ୍କର ଉଦ୍ଦେଶ୍ୟରେ ଗୀତ ଗାନ କରୁଅଛନ୍ତି। ତେବେ ଏଇଟା ହେଉଛି ଗୋଟେ ବହୁତ ବଡ଼ ଶିକ୍ଷା ବିରୋଧୀମାନଙ୍କ ନିମନ୍ତେ ଯେ ଦେଖ, କେବଳ ଛୋଟ ଜାତି ନୁହେଁ, ଛୋଟ ଲୋକ ନୁହେଁ, କେବଳ ଗରିବ ନୁହେଁ, ଧନୀ ବଡ଼ ବଡ଼ ଧନୀମାନେ ଆଉ ବଡ଼ ବଡ଼ ଚାକିରିରେ ଥିବା ପଦବୀରେ ଥିବା ଲୋକମାନେ ବି ସେମାନେ ବି ଯୀଶୁଙ୍କୁ ଜାଣନ୍ତି ଆଉ ସେମାନେ ବି ଯୀଶୁଙ୍କୁ ବିଶ୍ୱାସ କରନ୍ତି, ଆଉ ସେମାନଙ୍କୁ ମଧ୍ୟ ଆମେ କହିପାରିବା ଇଏ ହେଉଛି ଖ୍ରୀଷ୍ଟିଆନ। ତେବେ ଏଥିରୁ ବିରୋଧୀମାନଙ୍କୁ ଗୋଟେ ଶିକ୍ଷା ନିହାତି ଭାବରେ ମିଳିଥିବ ଯେ ଖ୍ରୀଷ୍ଟିଆନ କେଉଁମାନେ ହୁଅନ୍ତି ଆଉ କାହିଁକି ହୁଅନ୍ତି। ଏହାର ଗୋଟେ ବହୁତ ବଡ଼ ରହସ୍ୟ ଅଛି, ଯେଉଁଟାକି ଲୋକମାନେ କହନ୍ତି ଯେ ଲୋକମାନେ ଟଙ୍କା ପାଇଁ ଖ୍ରୀଷ୍ଟିଆନ ହେଉଛନ୍ତି, କିନ୍ତୁ ବାସ୍ତବିକରେ ସେଇଟା ଠିକ୍ ନୁହେଁ, ସେଇଟା ହେଉଛି ଭୁଲ ବିଷୟ ଅଟେ। ଟଙ୍କା ପାଇଁ ନୁହେଁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରେମ ନିମନ୍ତେ ସମସ୍ତେ ଖ୍ରୀଷ୍ଟିଆନ ହେଉଛନ୍ତି। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରେମରେ ଏମିତି ଆକର୍ଷଣ ରହିଅଛି, ଆଉ ସିଏ କ'ଣ କରୁଛି, ଲୋକମାନଙ୍କୁ ଧୀରେ ଧୀରେ ତା ଆଡ଼କୁ ଆକର୍ଷିତ କରୁଛି।
ସେଇଥିପାଇଁ ଲୋକମାନେ ଖ୍ରୀଷ୍ଟିଆନ ହେଉଛନ୍ତି, ନହେଲେ ଖ୍ରୀଷ୍ଟିଆନ ହେବାର ଅଲଗା କୌଣସି ଦ୍ୱିତୀୟ କାରଣ ହିଁ ନାହିଁ। ସମସ୍ତ ନମସ୍କାର ପ୍ରିୟ ବନ୍ଧୁଗଣ, ଭିଡ଼ିଓ ଭଲ ଲାଗିଥିଲେ ସେୟାର କରନ୍ତୁ। ଚ୍ୟାନେଲକୁ ପ୍ରଥମ ଥର ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।